जय गुरु। अगोचरं तथा गम्यं रूपनामादिवर्जितं निःशब्दतं विजानयेत् स्वभाव ब्रह्म पार्वती। ଯେଉଁ ପରମ ପୂଜ୍ୟ ଅଙ୍ଗୁଷ୍ଟ ମାତ୍ର ଚିନ୍ମୟ ପୁରୁଷ ଗୁରୁଦେବଙ୍କୁ ଧ୍ୟାନ କରୁ କରୁ ଅନାହତ ଧ୍ୱନି ଓ ତତ୍ଜ୍ୟୋତିରେ ମନ ଲୟ ପ୍ରାପ୍ତ ହୁଏ, ସେହି ସ୍ଥିତି ହିଁ ବ୍ରହ୍ମଭାବ ଏବଂ ଏହି ଭାବକୁ ଧାରଣ କରିଥିବା ସେହି ନିତ୍ୟ ପୁରୁଷ ଯିଏକି ନାମରୂପ ରହିତ ଇନ୍ଦ୍ରିୟ ମନର ଅଗୋଚର ବୁଦ୍ଧିର ଅଗମ୍ୟ ଓ ଶବ୍ଦର ଅତୀତ ଭାବରେ ନିର୍ବିକାର ହୋଇ ଅବସ୍ଥାନ କରୁଥିବା ଏହି ପରମ କାରୁଣିକ ଶ୍ରୀ ଗୁରୁଦେବଙ୍କ ପାଦପଦ୍ମରେ ଅନନ୍ତ କୋଟି ପ୍ରଣାମ ଜଣାଇ ଆରମ୍ଭ କରୁଛୁ ନିଗମ ଦର୍ପଣର ଆଜିର ଅଧ୍ୟାୟଟି। ଏହି ଅଧ୍ୟାୟ ଗୁଡ଼ିକୁ ଗଭୀର ଶ୍ରଦ୍ଧା ଏବଂ ସମ୍ମାନର ସହିତ ଆଗେଇ ନେଉଥିବା ଆମର ସମସ୍ତ ପ୍ରିୟ ମା ଭାଇ ଓ ଶ୍ରୋତାବନ୍ଧୁ ମାନଙ୍କୁ ଅନ୍ତର ଭରା ସ୍ୱାଗତ ସହିତ ଜୟଗୁରୁ ପ୍ରୀତି ସମ୍ଭାଷଣ ଜଣାଉଛୁ। ପରମ ପ୍ରେମମୟ ଠାକୁର ମହାରାଜ କହିଛନ୍ତି, ନିଃସ୍ୱାର୍ଥ ଭାବରେ ଯଦି ନିଃସ୍ୱାର୍ଥପର ମନୋବୃତ୍ତି ନେଇ ତମେ ସେବା କରିବ ତେବେ ନିଶ୍ଚୟ ଭଗବାନଙ୍କୁ ପ୍ରାପ୍ତ ହେବ। ତେବେ ଆସନ୍ତୁ ଏହି ପରିପ୍ରେକ୍ଷୀରେ ଶୁଣିବା ଗୋଟିଏ ସୁନ୍ଦର କାହାଣୀଟିଏ। ଗୋଟିଏ ଧର୍ମପରାୟଣ ବ୍ରାହ୍ମଣ ଥିଲେ, ତାଙ୍କ ନାମ ଥିଲା ହରପାଲ। ଯଦିଓ ତାଙ୍କର ଧନ ସମ୍ପତ୍ତି କିଛି ନଥିଲା, କିନ୍ତୁ ତାଙ୍କ ମନୋରୂପକ ସମ୍ପତ୍ତି ଏତେ ବଡ଼ ଥିଲା ଯେ ସେ ପ୍ରତ୍ୟେକ ଦିନ ଭାଗବତ ପଢ଼ିବା ସହିତ ସନ୍ଥ ସେବାରେ ମନୋବୃତ୍ତି ଦେଇ ସନ୍ଥ ସେବା ବହୁତ ସମାରୋହରେ କରୁଥିଲେ। ସେଥିପାଇଁ ଏହି ସନ୍ଥ ସେବାରେ କାଳେ ବ୍ୟାଘାତ ଘଟିବ, ବିବାହର ହେଇଗଲେ ବୋଲି ସେ ବିବାହ କରୁନଥିଲେ। ତାଙ୍କର ମନୋବୃତ୍ତି ଥିଲା, ମୋରି ମନକୁ ଛୁଇଁଲା ଭଳି ଯଦି ଜଣେ ଝିଅ ହେବ ତେବେ ମୁଁ ତାକୁ ବିବାହ କରିବି। ଏଇ କଥା ଜାଣି ଜଣେ ସେଇ ଗାଁର ଜଣେ ଭଦ୍ର ବ୍ୟକ୍ତି ଗୋଟିଏ ଝିଅର ସନ୍ଧାନ ଆଣିଦେଲେ। କହିଲେ, ଦେଖ ହରପାଲ, ତମକୁ ଯୋଗେଇଲା ଭଳି ଗୋଟିଏ ଝିଅଟିର ସନ୍ଧାନ ମୁଁ ପାଇଛି। ତାର ନିତ୍ୟଦିନ କର୍ମ ହେଲା ସେ ଦିନକୁ 1000 ଭକ୍ତଙ୍କର ସେବା କରିବ, ଭଣ୍ଡାର କରି ସେମାନଙ୍କୁ ଖାଇବାକୁ ଦିଏ। ଆଉ ତାର ସର୍ତ୍ତ ଅଛି, ଯିଏ ଦିନକୁ ଏଇ 1000 ସନ୍ଥ ସେବା କରିବ ସେ ତାକୁ ବିବାହ କରିବ। ଏ କଥା ଶୁଣି ହରପାଲ ବହୁତ ଖୁସି ହେଇଗଲା। ତା ମନ ଲାଗି ଝିଅଟିଏ ପାଇଗଲା। କହିଲା, ପ୍ରଭୁ ତାହେଲେ ଆଉ ଡେରି କାହିଁ କରୁଛନ୍ତି? ତିଥି ଅତିଥି କିଛି ଦେଖନ୍ତୁନି, ସାଙ୍ଗେ ସାଙ୍ଗେ ବାହାଘର ଯୋଗାଡ଼ କରିଦିଅନ୍ତୁ, ମୁଁ ବାହାରି ପଡ଼ିବି। ଯାହା ହଉ ତାଙ୍କର ବାହାଘର ହେଇଗଲା। ବାହାଘର ପରେ ସର୍ତ୍ତ ଅନୁସାରେ ପ୍ରତ୍ୟେକ ଦିନ 1000 ଲେଖା ସନ୍ଥ ସେବା କରା ଚାଲିଲା। ମହା ସମାରୋହରେ ଧୁମଧାମରେ ଚାଲିଥାଏ। କିନ୍ତୁ ଏତେ ପଇସା କୋଉଠୁ ଆସିବ? ଧୀରେ ଧୀରେ ପଇସା ପତ୍ର ସରିଗଲା। ଆଉ ସନ୍ଥ ସେବା କରିବା ସମ୍ଭବ ହେଲା ନାହିଁ। କଣ କରିବ? ହରପାଲିକା ସନ୍ଥ ସେବା ତ କେବେ ବନ୍ଦ ହବନି, କାରଣ ସ୍ତ୍ରୀର ନିୟମ ଥିଲା ପ୍ରତ୍ୟେକ ଦିନ 1000 ସନ୍ଥ ଖାଇବେ। ତେଣୁ ହରପାଲ କଣ କଲା ନା ଚୋରି ଆରମ୍ଭ କରିଦେଲା। ପ୍ରତ୍ୟେକ ଘରେ ପଶିବ, ଆଉ କିଛି ଆଣିବନି, କେବଳ ରୋଷେଇ ଘରର ସାମଗ୍ରୀ ଡାଲି, ଚାଉଳ, ଅଟା, ଲୁଣ, ତେଲ, ହଳଦୀ ଏଗୁଡ଼ା ସବୁ ଚୋରି କରିବ। ଆଣି ଏପଟେ ସନ୍ଥ ମାନଙ୍କୁ ରୋଷେଇ କରି ଭଣ୍ଡାର କରି ଖାଇବାକୁ ଦବ। ଏମିତି ନିତିଦିନ ଯେତେବେଳେ ଚାଲିଲା, ଗାଁରେ ଚହଳି ପଡ଼ିଗଲା, ରୋଷେଇ ଘରୁ ସବୁ ଚୋରି ହେଇଯାଉଛି। ସେମାନେ ରୋଷେଇ ଘରେ ପ୍ରହରୀ ଜଗେଇ ଦେଲେ, ଆଉ ହରପାଲ ଚୋରି କରିପାରିଲାନି। ଏଥର କଣ କଲା ନା ସମସ୍ତଙ୍କ ଟ୍ରେଜେରୀରୁ ଟଙ୍କା ପଇସା ଚୋରି କଲା। ଟଙ୍କା ପଇସା ଆଣି ସାମଗ୍ରୀ କିଣି ଭଣ୍ଡାର କରେ। ସେଗୁଡାକ ଲୋକମାନେ ଜାଣିଲେ, ଜାଣିକିରି ସେମାନେ କଣ ନା ସେଠି ବି ପ୍ରହରୀ ଜଗେଇ ଦେଲେ। ତେଣୁ ହରପାଲ ଆଉ କୌଣସି ମତେ ଚୋରି କରି ପାରିଲାନି। ଚୋରି ନ କରିବାରୁ ସନ୍ଥ ସେବା ବନ୍ଦ ହେବାକୁ ବସିଲା। କଣ କରିବ? ସ୍ତ୍ରୀ କି କଣ ଜବାବ ଦବ? ସେଦିନ ମନସ୍ଥ କଲା, ଆଜି ଯାଉଛି ଜଙ୍ଗଲକୁ ଯିବି, ସେପଟେ ଯିଏ ଯିବ ତାକୁ ଲୁଟ କରିକି ପଇସା ଆଣି ସନ୍ଥ ସେବା କରିବି। ଯଦି କେହି ନ ଗଲେ ତାହେଲେ ଏ ଜୀବନ ଆଉ ରଖିବି ନାହିଁ। ମନସ୍ଥ କରି ଗଲା, ଯାଇ ଜଙ୍ଗଲରେ ବସିଲା। ଏପଟେ ଭଗବାନ ଭକ୍ତଙ୍କ ମନବାଞ୍ଛା ପୂର୍ଣ୍ଣ କରିବାକୁ ଆଗଭର ଠିଆ ହେଇଥାନ୍ତି। ହରପାଲ ଭକ୍ତିରେ ସେ ବହୁତ ମୁଗ୍ଧ ହୋଇଯାଇଥିଲେ। ତେଣୁ ଦେଖିଲେ ହରପାଲ ଯଦି କୌଣସି ଲୋକ ନ ପାଇଲା ପୁଣି ସୁଇସାଇଡ କରିଦବ। ତେଣୁ ସେ କଣ କଲେ ନା ଯେତକ ଗହଣା ଗାଣ୍ଠି ଥିଲା ତାଙ୍କର ସବୁ ପିନ୍ଧିଦେଲେ। ପିନ୍ଧି ଦେଇକି ବାହାରିଲେ। ରୁକ୍ମିଣୀ କହିଲେ, କୁଆଡେ ଯାଉଛନ୍ତି ପ୍ରଭୁ? ଭଗବାନ କହିଲେ, ମୁଁ ଟିକେ ଯାଉଛି ଗୋଟେ ଭକ୍ତକୁ ଦେଖା କରିବାକୁ। ରୁକ୍ମିଣୀ କହିଲେ, ମୁଁ ଟିକେ ଯିବି।
ଭଗବାନ ନାହିଁ କହିଦେଲେ। ପୁଣି ଜିଦି ଧରିବାରୁ ଭଗବାନ କହିଲେ ହଉ ତମର ଗହଣା ଗାଠି ଯାହା ଅଛି ସବୁ ପିନ୍ଧିଦିଅ, ଆସ 2 ଜଣ ଯାକ ସେଠା ନେଇକି ଯିବା। ରୁକ୍ମିଣୀ ସବୁ ଯାକ ଗହଣା ପିନ୍ଧିଦେଲେ, 2 ଜଣ ଯାକ ପୁରା ସେଠାଣି ହେଇକି ଚାଲିଲେ ଭକ୍ତକୁ ଦର୍ଶନ ଦେବା ପାଇଁ। ଯାଇକି ଯେତେବେଳେ ଭକ୍ତ ପାଖାପାଖି ପହଞ୍ଚନ୍ତି ସେତେବେଳେ ହରପାଲ କଣ ହେଲା, ବଡ ପାଟିରେ ଜୟ ଶ୍ରୀକୃଷ୍ଣ ବୋଲି ପାଟି କଲା। ତା ଏଇ ପାଟିଟା ଖୁସିର ଥିଲା, କାରଣ ସେ ଦେଖିଦେଲା ଗୋଟାଏ ଗହଣା ପିନ୍ଧିକି 2 ଜଣ ଆସୁଛନ୍ତି, ଜାଣିଲା ମୋ କାମ ହେଇଯିବ। ଇଏ ଯେତେବେଳେ ଜୟ ଶ୍ରୀକୃଷ୍ଣ କହିଲା ସେତେବେଳେ ଠାକୁରଜୀ ବହୁତ ରାଗିଲେ। କାହିଁ ସେ ନାଁଟା ନଉଛୁ, କଣ ସେ କରିବ ତୋର? ପାଟି ତୁଣ୍ଡ କରି ଯେମିତି ଆସିଲେ ହରପାଲ ଟିକେ ରାଗିଗଲା। କହିଲା ମୁଁ ତ ଭାବୁଥିଲି ଏଥିରୁ ଅଳ୍ପ କଣ ନେଇଥାନ୍ତି, ୟାକୁ ଆଜି ପୁରା ଲୁଟି ନେବି। ଜୟ ଶ୍ରୀକୃଷ୍ଣ କହିଲା ରାଗୁଛି, ଭଗବତ ବିଶ୍ୱାସ ନାହିଁ, କିଛି ନାହିଁ, ଲୋକଟା ପାଖରେ ଗଣା ଗୁଡାରେ କଣ ହବ? ସେଠୁ କହି ଏଇ କଥା ଚିନ୍ତା କରୁଛି। ଭଗବାନ କହିଲେ ଆରେ ବାବୁ, ଏଇ ପାଖ ଗାଁରେ ହରପାଲ ବୋଲି ଗୋଟେ ବ୍ରାହ୍ମଣଟେ ଅଛି, ବହୁତ ଧର୍ମ କରେ, ସନ୍ଥ ସେବା କରେ ପ୍ରତ୍ୟେକ ଦିନ, ଆମେ ଟିକେ ତା ଘରକୁ ଯିବାକୁ ଚାହୁଁଛୁ। ହରପାଲ ତା ନିଜ ପରିଚୟ ଦେଇ କହିଲା ହଁ ଯିବେ, ସେଇ ହରପାଲ ଡକାୟତ ଅଛି ଯେ ଆପଣ ଚିନ୍ତା କରନ୍ତୁନି। ୟା ଭିତରକୁ ଗୋଟେ ଛୋଟ ରାସ୍ତା ଅଛି, ଗାଁରେ ସିଧା ପହଞ୍ଚିଯିବେ, ଆମେ ଜଙ୍ଗଲ ଦେଇ କାହିଁ ଯିବେ, ଡକାୟତ ହାବୁଡେ ପଡ଼ିବେ। ସେ କହିଲା ସେ ରାସ୍ତା ତ ଆମେ ଦେଖିନୁ, ତମେ ଟିକେ ଆମକୁ ଦେଖେଇ ଦବ। ହରପାଲ କହିଲା ଆଜ୍ଞା ଦେଖେଇଦେବି, କିନ୍ତୁ ମୋ ଘରେ ବହୁତ କୁଣିଆ ଅଛନ୍ତି ତ, ତାଙ୍କ ଖାଇବା ବ୍ୟବସ୍ଥା କିଛି ମୁଁ କରିକି ଆସିନି, ଆପଣ କିଛି ପଇସା ମୋତେ ଦିଅନ୍ତୁ, ମୋ ଘରକୁ ଯାଇ ସ୍ତ୍ରୀକି ତାଙ୍କ ଖାଇବା ବ୍ୟବସ୍ଥା ପାଇଁ ପଇସା ଧରେଇ ଦେଇକି ପଳେଇ ଆସିବି। ସାଙ୍ଗେ ସାଙ୍ଗେ ଠାକୁରଜୀ 4ଟି ସ୍ୱର୍ଣ୍ଣ ମୁଦ୍ରା ତାକୁ ଦେଲେ। ସେ ସ୍ୱର୍ଣ୍ଣ ମୁଦ୍ରା ପାଇଁ ମହା ଖୁସିରେ ଦୌଡ଼ିଲା ଘରକୁ। ଘରେ ଯାଇ ପହଞ୍ଚି ସ୍ତ୍ରୀକି ସବୁ କହିଲା ଦେଖେ ଆଜି ସନ୍ଥ ସେବାଟା ତୁ କରିଦେ, ସନ୍ଥମାନେ ଯଦି ପଚାରିବେ ମୋ କଥା କହିବୁ ସିଏ ତମମାନଙ୍କ ଜୀବନ ବ୍ୟାପୀ ଖାଇବାର ବ୍ୟବସ୍ଥା କରିବାକୁ ଯାଇଛନ୍ତି, ତେଣୁ ତାପରେ ମୁଁ ଆସିବି। ସ୍ତ୍ରୀ କିଛି ବୁଝିପାରିଲାନି, ଆଉ ବି କିଛି ପଚାରିଲାନି। ତାପରେ ହରପାଲ ପଳେଇ ଆସିଲେ ଠାକୁରଜୀଙ୍କ ପାଖକୁ। ପହଞ୍ଚି କହିଲେ ଚାଲନ୍ତୁ ଏଥର ଯିବା। କହି ହରପାଲ ଆଗେ ଆଗେ ଚାଲିଲେ, ଆଉ ଠାକୁର ଆଉ ରୁକ୍ମିଣୀ ପଛେ ପଛେ ଚାଲିଲେ। ଯେମିତି ଅଗ୍ନାଗ୍ନି ବନସ୍ତ ପଡ଼ିଯାଇଛି, ଘୋର ଜଙ୍ଗଲ। ହରପାଲ ଦେଖିଲା ଆଉ କେହି ନାହାନ୍ତି। ସେ ଗୋଟେ ବିରାଟ ପାଟି କରି ହାତରେ ଧରିଥିବା ବାଟକୁ ତଳେ ପିଠି ଦେଇ ମୁଣ୍ଡରୁ ପଗଡ଼ିଟା ଖୋଲି ତଳେ ବିଛେଇ ଦେଇକି ପାଟିଟେ କରି କହିଲା ଅଜାଡ ସବୁ ଏଥିରେ, ଯେତେ ଗହଣା ଗାଣ୍ଠି ପିଞ୍ଚ ସବୁ ଖୋଲିକି ଏଥିରେ ପକାଅ, ମୁଁ ଚୋର, ଶୀଘ୍ର ପକାଅ, ସବୁ ମୁଁ ନେଇକି ଯିବି। କଣ କରିବେ? ଠାକୁରଜୀ ପୁରା ଭୟରେ ଥରୁଥାନ୍ତି, ରୁକ୍ମିଣୀ ହସୁଥାନ୍ତି। କହିଲେ ରାବଣ କୁମ୍ଭକର୍ଣ୍ଣ କଂସକୁ ଡର ହେଲାନି, ଏଇଠି ଏମିତି ଥରୁଛ? ପ୍ରଭୁ ଠାରିଦେଲେ, କହିଲେ ତୁମେ ବି ଥର। ରୁକ୍ମିଣୀ ଥରିବାକୁ ଆରମ୍ଭ କଲେ, 2 ଜଣ ଥରୁଛନ୍ତି। ଏପଟେ ହରପାଲ ପକା ଗୋଟି ଗୋଟି ସବୁ, କୋଉଠୁ କାନରୁ, ବେକରୁ, ହାତରୁ, ଆଙ୍ଗୁଠିରୁ, ସବୁଠୁ ଗୋଟି ଗୋଟି କହିକି ସବୁ କଢେଇ ଦେଲା। ସଭା ଶେଷକୁ ଠାକୁରଙ୍କ କାଣି ଆଙ୍ଗୁଠି ଗୋଟେ ମୁଦିଟେ ରହିଲା। ହରପାଲ ନଜର ପଡିଗଲା, ପକା ସେଇଟା କାଢ। ଠାକୁରଜୀ କହିଲେ ସେଇଟା ତ କାଢି ହଉନି ମୋ ହାତରୁ, ତମେ କାଢିକି ନେଇଯାଅ। ହରପାଲ ଯେତେ କଷ୍ଟ ହେଲା ଚେଷ୍ଟା କଲା, କାଢି ହେଲାନି। କହିଲା ରୁହ ମୁଁ ଖଣ୍ଡାଟା ଆଣି ହାଣିଦେବି ଆଙ୍ଗୁଠାକୁ, କାରଣ ଏ ମୁଦିଟା ତମ ଆଙ୍ଗୁଠିରେ ରହିକି କିଛି ଲାଭ ନାହିଁ, କିନ୍ତୁ ମୋର ଆସିଲେ 7 ଦିନର ସନ୍ଥ ସେବା ହେଇଯିବ, ତେଣୁ ଆଙ୍ଗୁଠା ହାଣିଦିଏ। କହିକି ଖଣ୍ଡାଟା ଯେମିତି ଉପରକୁ ଟେକିଛି ହାଣିବ ବୋଲି, ସାଙ୍ଗେ ସାଙ୍ଗେ ସେଟାନି ସାଜିଥିବା ଠାକୁର ଠାକୁରାଣୀ ନିଜ ରୂପରେ ଶଙ୍ଖଚକ୍ର ଗଦା ପଦ୍ମଧରେ ଆବିର୍ଭାବ ହେଇଗଲେ। ହରପାଲ ଅନେଇ ଦେଇ ତଟସ୍ଥ ହେଇଗଲା, କଣ ସେ ବୁଝିପାରିଲାନି। ଏତେବେଳେ ଠାକୁରଜୀ ହରପାଲକୁ କୁଣ୍ଢେଇ ପକେଇଲେ। ହରପାଲ ଠାକୁରଜୀ କୁଣ୍ଢେଇ ପକେଇଥାଏ, ଭାବୁଥାଏ ଇଏ ସତରେ ଠାକୁରଜୀ, ସତରେ ମୁଁ ଠାକୁରଜୀଙ୍କୁ ଦର୍ଶନ କରୁଛି। ପୁରା କୃତ୍ୟ ହେଇଗଲା, ଆଖିରୁ ଧାର ଧାର ଲୁହ ବୋହି ପଇଲା। ଠାକୁରଜୀ ସତରେ ତୁମେ ଆସିଛ, ସତରେ ତୁମେ ଆସିଛ? ଠାକୁର କହିଲେ ଆରେ ହଁ ରେ, ତତେ ଦର୍ଶନ ଦବାକୁ ଆମେ ପରେ ଆସିଛୁ, ଆଉ ତୁ ତ ଦର୍ଶନ ପାଇଗଲୁ, ଏଥର ଆମେ ଯାଉଛୁ। ହରପାଲ କୁଣ୍ଢେଇ ପକେଇ କହିଲା କୁଆଡେ ଯିବି ପ୍ରଭୁ? ମୋ ସ୍ତ୍ରୀର ନିୟମ ପାଇଁ ମୁଁ ଆଜି ଆପଣଙ୍କ ଦର୍ଶନ ପାଇଲି। ମୋ ସ୍ତ୍ରୀର ଗୋଟେ ନିୟମ ଥିଲା, ସେ 1000 ସନ୍ଥଙ୍କୁ ସବୁଦିନ ଖାଇବାକୁ ଦେବ। ସେଇ ନିୟମକୁ ରକ୍ଷା କରି ମୁଁ ଆପଣଙ୍କ
दर्शन पाइली और जी नियम कर सी जो दर्शन न पाए से केते कांदिब कहले तेणु आपण चलत मो घरे मो स्त्री के दर्शन दे पड़े ठाकुर कहले हौ ठाकुर रुक्मिणी दी जाक छोट छोट शिशु हो गले ହେଇକି ହରପାଲ କୂଳରେ ବସିଗଲେ ହରପାଲ ତାଙ୍କ କୋଳରେ ସେମିତି ନେଇକି ଘରକୁ ଗଲା ଘରେ ପଶୁ ପଶୁ କହିଲା ଆରେ ଦେଖ କିଏ ଆମ ଘରକୁ ଆସିଛନ୍ତି ଆସ ଟିକେ ଦେଖ ରୁକ୍ମିଣୀ ଦୌଡ଼ି ଆସିଲେ ରୁକ୍ମିଣୀଙ୍କ ସାଥେ ସାଥେ ବ୍ରାହ୍ମଣ ପତ୍ନୀ ଦୌଡ଼ି ଦୌଡ଼ି ଆସି ଦେଖିଦେଲା ଠାକୁରଜୀ ରୁକ୍ମିଣୀ ଦେଖିକି ତ ସେ ବି ଆଶ୍ଚର୍ଯ୍ୟ ହେଇଗଲା तले मुंड पिटी देला कहला प्रभु साक्षात आसचंते जे हम घरको एते खुशी हे गला जे भगवान ता मुंडे हाथ मारदेले कहले तम दीहिंक भली लोक मु कोठी देखिनी तुम दीहिंक जीवन धन्य तुम हजार तुमर धन नथिले भी तम मनरूपक संपत्ति एते बड़ जे तमे हजार हजार संत सेवा करी मोर मान आहरी ऊर्ध्वको रखी दे टेकी देछ एथर दर्शन तो हो गला आम जाऊँ तमें तुम सेवारे लगी पड़ देखिले तो श्रोता बंधु निष्काम भाव निस्वार्थ पर भाव सेवा कर आज पति पत्नी उभय केमती भगवान जी का दर्शन साक्षात पाई पारे तेरे आम कौन शिक्षा पाइलु श्रोता बंधु कहले सदा सर्वदा निस्वार्थ प्रभाव सेवा करने धनर आवश्यक हुए सेवा करने मनर आवश्यक हुए अनुकूल पत्नी टे पाइले सेवा सार्थक हो जाए परिशेष आज अध्याय समस्त त्रुटि आपण मान पाखे क्षमा चाहूँ से परम प्रेममय ठाकुर महाराज आपण मान आनंद रखु सुस्थ रखु एवं शांति प्रदान करंतु एति कामना करी विदाय नेउछु पुणी साक्षात हब निगम दर्पण आगामी अध्याय जय गुरु।